କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ ଡିସ୍କସ୍ କରିବା ଭାରତୀୟ ଜାତୀୟ ଆନ୍ଦୋଳନ ଗାନ୍ଧୀ ଯୁଗର ଲାଷ୍ଟ ପାର୍ଟଟା, ଯୋଉଟା ଥିଲା ଭାରତ ସ୍ୱାଧୀନତା ଆଇନ, ଭାରତ ବିଭାଜନ ଓ ସ୍ୱାଧୀନତା। ପାର୍ଟ 1 ରେ ଆମେ କଣ କରିବା ନା ପୁରା ଚାପ୍ଟରଟାକୁ ଡିସ୍କସ୍ କରିବା, ପାର୍ଟ 2 ରେ ତା କ୍ୱେଶ୍ଚନ ଆନ୍ସର ଡିସ୍କସ୍ କରିବା। ତ ଆରମ୍ଭ କରିବା। 1945 ଏପ୍ରିଲ ମାସରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତି ପରେ ଭାରତର ସ୍ୱାଧୀନତା ସଂଗ୍ରାମ ଏକ ନୂତନ ପର୍ଯ୍ୟାୟରେ ପହଞ୍ଚିଥିଲା। ଆମେ ପୂର୍ବରୁ ପଢିଛନ୍ତି କି 1945ରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହେଇଥିଲା ସେତେବେଳେ କଣ ହେଇଥିଲା, ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହେଇ ପଡିଥିଲା। ତ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱର ରାଜନୈତିକ ପରିସ୍ଥିତିରେ ଏକ ପରିବର୍ତ୍ତନ ଧାରା ଆସିଥିଲା। ଏହି ସମୟରେ ଇଂଲଣ୍ଡରେ ସରକାର ପରିବର୍ତ୍ତନ ଘଟିଥିଲା ଏବଂ ଶ୍ରମିକ ଦଳର ନେତା କ୍ଲିମେଣ୍ଟ ଆଟଲି ଇଂଲଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ। କିଏ ହୋଇଥିଲେ ସେଟା ଆମେ ଅଣ୍ଡରଲାଇନ୍ କରିବା। 1942 ଅଗଷ୍ଟ ବିପ୍ଳବ ଏବଂ ଆଜାଦ ହିନ୍ଦ ଫୌଜର ସଂଗ୍ରାମ ଭାରତୀୟ ଜନତାର ବୀରତ୍ୱ ଓ ଦୃଢ ସଂକଳ୍ପକୁ ସ୍ପଷ୍ଟ କରିଦେଲା। ୟା ପୂର୍ବ ଚାପ୍ଟରରେ ଆମେ ଆଜାଦ ହିନ୍ଦ ଫୌଜ ବିଷୟରେ ପଢିଛନ୍ତି। ଯେତେବେଳେ ଆଜାଦ ହିନ୍ଦ ଫୌଜର ଗିରଫ ହୋଇଥିବା ସୈନିକ ଅଫିସର ମାନଙ୍କର ବିଚାର ଚାଲିଲା, ସେତେବେଳେ ଦେଶର ଚାରିଆଡେ ସେମାନଙ୍କୁ ମୁକ୍ତି ଦାବି କରି ବିଶାଳ ବିକ୍ଷୋଭ ମାନ ଆୟୋଜିତ ହୋଇଥିଲା। ଆମେ ତାଙ୍କର ଯୋଉ ଯେତେବେଳେ ତାଙ୍କ ମୁକ୍ତି ଦାବି ଥିଲା ସେ ବିଷୟରେ ଡିସ୍କସ୍ କରିଛନ୍ତି ପୂର୍ବ ଚାପ୍ଟରରେ। ଭାରତୀୟ ମାନେ ପ୍ରତିଜ୍ଞା କଲେ ଯେ ଏହି ବୀରମାନଙ୍କୁ କୌଣସି ମତେ ଦଣ୍ଡ ମିଳିବାକୁ ଦିଆଯିବ ନାହିଁ। ଇଂରେଜ ସରକାର ସେମାନଙ୍କୁ ମୁକ୍ତ କରିଦେଲେ, କାରଣ ସରକାର ବୁଝି ପାରିଥିଲେ ଯେ ଆଉ ବେଶୀ ଦିନ ଭାରତୀୟ ମାନଙ୍କୁ ତାଙ୍କ ଅଧୀନରେ ରଖି ହେବ ନାହିଁ। ତ ସେତେବେଳକୁ ବ୍ରିଟିଶର ମାନେ ବୁଝି ସାରିଲେଣି କି ଏମାନଙ୍କୁ ଆଉ ଆମେ ଅଧୀନତାରେ କବଳିତ କରି ରଖିପାରିବା ନାହିଁ। 1946 ମସିହା ଆରମ୍ଭରେ ପ୍ରାଦେଶିକ ସ୍ତରରେ ବିଧାନସଭା ପାଇଁ ନିର୍ବାଚନ ହେଲା। ନିର୍ବାଚନରେ ସାଧାରଣ ଆସନରେ କଂଗ୍ରେସ ବିପୁଳ ସଂଖ୍ୟାରେ ଗରିଷ୍ଠତା ଲାଭ କଲା। ମୁସଲିମ ସଂରକ୍ଷିତ ଆସନରେ ମୁସଲିମ ଲିଗକୁ ମଧ୍ୟ ସଫଳତା ମିଳିଲା। ତ ପ୍ରଥମ ପ୍ରାଦେଶିକ ସ୍ତରରେ ବିଧାନସଭା ନିର୍ବାଚନ ଆରମ୍ଭ ହୋଇଥିଲା 1946ରେ। ଆସିଲା କ୍ୟାବିନେଟ ମିଶନ 1946। ବ୍ରିଟିଶ ସରକାର ଭାରତୀୟଙ୍କ ହାତରେ କ୍ଷମତା ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଲେ ଏବଂ ସେଥିପାଇଁ ଭାରତୀୟ ନେତୃବର୍ଗଙ୍କ ସାଙ୍ଗରେ ବୁଝାମଣା କରିବା ଉଦ୍ଦେଶ୍ୟରେ କ୍ୟାବିନେଟ ମିଶନ ନାମରେ ଏକ ପ୍ରତିନିଧି ଦଳକୁ ଭାରତ ପଠାଇଲେ। ଭାରତ ସଚିବ ପେଥିକଲ ରେନ୍ସ ଏଭି ଆଲେକ୍ଜାଣ୍ଡର ଆଉ ସାର୍ ଷ୍ଟାଫୋର୍ଡ କ୍ରିପ୍ସ ଏହି ପ୍ରତିନିଧି ଦଳର ସଦସ୍ୟ ଥିଲେ। କିଏ ଥିଲେ ତାଙ୍କୁ ଆମେ ଅଣ୍ଡରଲାଇନ୍ କରିଦବା। ଏହି କ୍ୟାବିନେଟ ମିଶନ 1946 ମାର୍ଚ୍ଚ 24ରେ ନୂଆଦିଲ୍ଲୀରେ ପହଞ୍ଚିଲେ। କ୍ୟାବିନେଟ ମିଶନର ମୁଖ୍ୟ ପ୍ରସ୍ତାବ ଗୁଡିକ ସବୁ କଣ ଥିଲା? ତ ଫର୍ଷ୍ଟ ଥିଲା ତାଙ୍କ ପ୍ରସ୍ତାବ, ବ୍ରିଟିଶ ଶାସିତ ପ୍ରଦେଶ ଓ ଭାରତୀୟ ଦେଶୀୟ ରାଜ୍ୟମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇ ବ୍ୟବସ୍ଥାପକ ସଭା ଓ ଶାସନ ପରିଚାଳନା ବ୍ୟବସ୍ଥା। ତା ମାନେ ବ୍ରିଟିଶ ଶାସିତ ପ୍ରଦେଶ ଯୋଉଠି ବ୍ରିଟିଶ ଶାସନ ହଉଛି, ତା ସହିତ ଭାରତୀୟ ଦେଶୀୟ ରାଜ୍ୟ ମାନଙ୍କର ଯୋଉଠି ଶାସନ ହଉଛି ତାର ଗୋଟେ ସେମାନେ ସଂଘ ଗଠନ କରିବେ ହେଲା। ଗଠିତ ହୋଇ ବ୍ୟବସ୍ଥାପକ ସଭା ଶାସନ ପରିଚାଳନା କରି ସଂଘ ଗଠନ କରି ତା ଉପରେ ସେମାନେ ଶାସନ କରିବେ। ସେକେଣ୍ଡ ତାଙ୍କର ଥିଲା ବ୍ରିଟିଶ ଶାସିତ ପ୍ରଦେଶରୁ ସାଧାରଣ ବର୍ଗ ଓ ପ୍ରତ୍ୟେକ ସମ୍ପ୍ରଦାୟର ପ୍ରତିନିଧିତ୍ୱ ସହ 296 ଜଣ ଓ ଦେଶୀୟ ରାଜ୍ୟ ମାନଙ୍କରୁ 93 ଜଣ ପ୍ରତିନିଧିକୁ ନେଇ 389 ସଦସ୍ୟ ବିଶିଷ୍ଟ ସମ୍ବିଧାନ ପ୍ରଣୟନ ସଭା ଗଠନ ହବ। ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ଅନୁସୂଚିତ ଜାତିର ଜଣେ ପ୍ରତିନିଧିଙ୍କ ସମେତ କଂଗ୍ରେସରୁ 6 ଜଣ, ମୁସଲିମ ଲିଗରୁ 5 ଜଣ ଏବଂ ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ସମ୍ପ୍ରଦାୟରୁ ଜଣେ ଲେଖାଏଁ ହିସାବରେ ମୋଟ 14 ଜଣ ପ୍ରତିନିଧିକୁ ନେଇ ଏକ ମଧ୍ୟବର୍ତ୍ତୀ କାଳୀନ ସରକାର ଗଠନ। ତ ଏଇ ଯୋଉ ତିନିଟି ପଏଣ୍ଟ ଅଛି, ପ୍ରଥମଟି, ଦ୍ୱିତୀୟଟି ଆଉ ତୃତୀୟଟି, ଏଇଟା ଥିଲା କ୍ୟାବିନେଟ ମିଶନ ଯେତେବେଳେ ପ୍ରସ୍ତୁତ କରାଗଲା ତାଙ୍କର ପ୍ରସ୍ତାବ ଥିଲା ବ୍ରିଟିଶଙ୍କ ତରଫରୁ। କ୍ୟାବିନେଟ ପ୍ରସ୍ତାବରେ ସ୍ୱାଧୀନ ପାକିସ୍ତାନ ଗଠନ କଥା ଉଲ୍ଲେଖ ନଥିବାରୁ ମୁସଲିମ ଲିଗ ନେତା ମହମ୍ମଦ ଆଲି ଜିନ୍ନା କ୍ଷୁବ୍ଧ ହୋଇ 1946 ମସିହା ଅଗଷ୍ଟ 16 ତାରିଖରୁ ସାରା ଭାରତରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ରୂପେ ପାଳନ କରିବାକୁ ମୁସଲମାନ ମାନଙ୍କୁ ଆହ୍ୱାନ ଦେଲେ। ତ ଯୋଉ ପ୍ରସ୍ତାବ ଥିଲା ସେ ପ୍ରସ୍ତାବରେ ସେପାରେଟ ପାକିସ୍ତାନ ଗଠନ ପାଇଁ କୌଣସି ପ୍ରସ୍ତାବ ରହିଲା ନାହିଁ। ତେଣୁ
मुस्लिम लीग ର ନେତା ଥିଲେ ମହମ୍ମଦ ଅଲି ଜିନ୍ନା। ସିଏ असंतुष्ट होई 1946 मसीहा अगस्त 16 तारिखକୁ ସାରା ଭାରତରେ ପ୍ରତ୍ୟକ୍ଷ କାର୍ଯ୍ୟ ଦିବସ ରୂପେ ପାଳନ କରିବାକୁ ମୁସଲମାନ ମାନଙ୍କୁ ଆହ୍ୱାନ ଦେଇଥିଲେ। ଉକ୍ତ ଦିନ ସଭା ଶୋଭାଯାତ୍ରା ଜରିଆରେ ପାକିସ୍ତାନ ଗଠନ ଦାବି ପ୍ରତି ଦୃଢ ସମର୍ଥନ ପ୍ରକାଶ କରିବା ପାଇଁ ମୁସଲମାନ ମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଏହି ଦିନ କୋଲକାତା ମହାନଗରୀରେ ଶୋଭାଯାତ୍ରା ବାହାରିବା ସମୟରେ ନୃଶଂସ ହିଂସାକାଣ୍ଡ ଘଟିଲା ଏବଂ ବହୁ ସଂଖ୍ୟକ ଲୋକ ମୃତାହତ ହେଲେ ଓ ସମଗ୍ର ଦେଶରେ ଅନୁରୂପ ଅବସ୍ଥା ପ୍ରତିଫଳିତ ହେଲା। ତ ଏଇ ଯୋଉ ହିଂସାକାଣ୍ଡ ଏଠି ଦେଖାଗଲା କୋଲକାତା ଠାରେ, ସେଟା କେବଳ ଯେ କୋଲକାତା ଭିତରେ ସୀମିତ ହେଇକି ରହିଲା ନାହିଁ, ସିଏ କଣ ହେଲା ନା ସାରା ଦେଶରେ ତା ସେଇ ଭଳିଆ ଅନୁରୂପ ଘଟଣା ମଧ୍ୟ ଦେଖାଗଲା। ପୂର୍ବାଞ୍ଚଳରେ ତତ୍କାଳୀନ ସାମରିକ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ଜେନେରାଲ ଫ୍ରାନ୍ସିସ୍ ଟକ୍କର ଏହାକୁ ବିରାଟ କଲିକତା ହତ୍ୟାକାଣ୍ଡ ଭାବରେ ଅଭିହିତ କରିଥିଲେ। ହିଂସାକାଣ୍ଡ କ୍ରମେ ପୂର୍ବ ବଙ୍ଗର ନୋଆଖଲି ଆଉ ତ୍ରିପୁରା ଜିଲ୍ଲା, ବିହାର ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପିଗଲା। ମୁଁ ଯେମିତି କହିଲିନି କି କୋଲକାତାରେ କେବଳ ସୀମିତ ହେଇକି ରହିଲା ନାହିଁ, ସାରା ଦେଶରେ ସେ ଧୀରେ ଧୀରେ ତା ସେଇ ଭଳିଆ ପରିସ୍ଥିତି ସୃଷ୍ଟି ହେଲା। ତ ଏଠି ଯୋଉଟା ଇମ୍ପୋର୍ଟାଣ୍ଟ ପଏଣ୍ଟ ମୁଁ ଅଣ୍ଡରଲାଇନ୍ କରିଦଉଛି, ଏହା ଦେଖି ମହାତ୍ମା ଗାନ୍ଧୀଙ୍କ ଦୁଃଖର ସୀମା ରହିଲା ନାହିଁ। କାରଣ ମହାତ୍ମା ଗାନ୍ଧୀ ସବୁବେଳେ ଅହିଂସା ନୀତିରେ ହିଁ ଚାଲୁଥିଲେ। ସେ କେବେ ବି ଭାବି ନଥିଲେ କି ଆମେ ଯେଉଁ ସ୍ୱାଧୀନତା ପଥରେ ଅଗ୍ରସର ହଉଛୁ ସେତେବେଳେ ଆମ ଦେଶର ବିଭାଜନ ଘଟିବ। ସେ ଦଙ୍ଗା ନିୟନ୍ତ୍ରଣ ପାଇଁ ପୂର୍ବ ବଙ୍ଗ ଓ ବିହାରରେ ପଦଯାତ୍ରା ଏବଂ ଆମରଣ ଅନଶନ କଲେ ଏବଂ ଆମରଣ ଅନଶନର ଧମକ ଦେଲେ। ଗାନ୍ଧୀଜୀ ଏବଂ ଅନ୍ୟ ଜାତୀୟ ନେତାମାନେ ସାମ୍ପ୍ରଦାୟିକ ଭାବନା ବିରୋଧରେ ସଂଗ୍ରାମ ଚଳାଇଲେ, ମାତ୍ର ତାର ବିଶେଷ କିଛି ସୁଫଳ ଦେଖିବାକୁ ମିଳିଲା ନାହିଁ। କାରଣ ସେମାନେ କେବେ ଚାହୁଁନଥିଲେ ଭାରତର ବିଭାଜନ ଘଟୁ ଧର୍ମ ନୀତିରେ ବା ଜାତି ନୀତିରେ। 1946 ସେପ୍ଟେମ୍ବର 2 ତାରିଖରେ ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀତ୍ୱରେ କଂଗ୍ରେସ ମଧ୍ୟବର୍ତ୍ତୀ କାଳୀନ ସରକାର ଗଠନ କଲା। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ କି 1947 ମସିହାରେ ଦେଶ ସ୍ୱାଧୀନ ହେବା ପୂର୍ବରୁ 1946 ସେପ୍ଟେମ୍ବର 2 ତାରିଖରେ ଜବାହରଲାଲ ନେହେରୁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିଲେ ଆଉ ସେ ମଧ୍ୟବର୍ତ୍ତୀ କାଳୀନ ସରକାର ଗଠନ କରିଥିଲେ। ଏହି ସରକାରରେ ଯୋଗ ଦେବା ପାଇଁ ମୁସଲିମ ଲିଗ ରାଜି ହୋଇ ନଥିଲା, କିନ୍ତୁ ଭାଇସରାୟ ଲର୍ଡ ୱାଭେଲ ମହମ୍ମଦ ଅଲି ଜିନ୍ନାଙ୍କୁ ପ୍ରବର୍ତ୍ତାଇବା ପରେ 1946 ଅକ୍ଟୋବର 13ରେ ମୁସଲିମ ଲିଗ ମଧ୍ୟ ସରକାରରେ ଯୋଗଦାନ କଲେ। 1946 ଡିସେମ୍ବର 9 ତାରିଖରେ ଦିଲ୍ଲୀଠାରେ ପୂର୍ବରୁ ନିର୍ବାଚିତ ଭାରତର ସମ୍ବିଧାନ ପ୍ରଣୟନ ସଭାର ପ୍ରଥମ ବୈଠକ ବସିଲା। କେବେ ବସିଲା ନା 1946 ଡିସେମ୍ବର 9 ତାରିଖରେ। ମୁସଲିମ ଲିଗ ଏହାକୁ ପ୍ରତ୍ୟାଖ୍ୟାନ କଲା। ଡିସେମ୍ବର 11ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ପ୍ରଣୟ ସଭାର ସ୍ଥାୟୀ ସଭାପତି ଭାବେ ନିର୍ବାଚିତ ହେଲେ। ସରକାର ଯଥାଶୀଘ୍ର ଭାରତ ସମସ୍ୟାର ସମାଧାନ ନିମନ୍ତେ ନିଷ୍ପତ୍ତି ନେଲେ। କଣ ନିଷ୍ପତ୍ତି ନେଲେ ନା 1947 ଫେବୃଆରୀ 20ରେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ କ୍ଲିମେଟ ଅଟଲି ଘୋଷଣା କଲେ ଯେ 1948 ଜୁନ 30 ପୂର୍ବରୁ ଇଂରେଜମାନେ ଭାରତକୁ ତାଙ୍କ କ୍ଷମତା ହସ୍ତାନ୍ତର କରିଦେବେ। ତାମାନେ ଭାରତ ସ୍ୱାଧୀନ ହୋଇଯିବ। ତାପରେ କଣ ହେଲା ନା ମାଉଣ୍ଟ ବ୍ୟାଟନ ଯୋଜନା ପ୍ରସ୍ତୁତ ହେଲା। ତ ମାଉଣ୍ଟ ବ୍ୟାଟନ ଯୋଜନା କଣ ଥିଲା? 1947 ମାର୍ଚ୍ଚ 22ରେ ଲର୍ଡ ଲୁଇ ମାଉଣ୍ଟ ବ୍ୟାଟନ ଭାରତକୁ ଭାଇସରାୟ ହୋଇ ଆସିଲେ। ସେ ଉଭୟ କଂଗ୍ରେସ ଓ ମୁସଲିମ ଲିଗ ମଧ୍ୟରେ ବୁଝାମଣା କରିବା ଲାଗି ଏକ ଯୋଜନା ପ୍ରସ୍ତୁତ କଲେ। ତ ତାଙ୍କ ଯୋଜନା ସବୁ ଅନୁମୋଦନ ହେଲା କେବେ ନା ତାଙ୍କ ଯୋଜନା ଅନୁମୋଦନ ହେଲା 1947 ଜୁନ 3 ତାରିଖରେ। ତ ତାଙ୍କ ଯୋଜନାରେ ରହିଥିଲା କଣ? ଭାରତ ବିଭାଜିତ ହେବ ଏବଂ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ଦେଶ ସୃଷ୍ଟି ହେବ। ସେକେଣ୍ଡ, ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ, ସିନ୍ଧୁ ପ୍ରଦେଶ, ବେଲୁଚିସ୍ତାନ ଆଉ ଆସାମର ମୁସଲମାନ ବହୁଳ ସିଲଚଟ ଜିଲ୍ଲାରେ ବସବାସ କରୁଥିବା ଲୋକମାନେ ଭାରତରେ ରହିବେ କି ପାକିସ୍ତାନରେ ରହିବେ ସେ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ। ବଙ୍ଗଳା ଓ ପଞ୍ଜାବ ପ୍ରଦେଶ ବିଭାଜିତ ହେବ। ମୁସଲମାନ ବହୁଳ ପୂର୍ବ ବଙ୍ଗ ପାକିସ୍ତାନରେ ମିଶିବ ଏବଂ ଅଣ ମୁସଲମାନ ବହୁଳ ପଶ୍ଚିମ ବଙ୍ଗ ଭାରତରେ ରହିବ। ବୁଝିହେଲା? ତ ଏଇଟା ହଉଛି ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ। ବଙ୍ଗଳା ଆଉ ପଞ୍ଜାବର ମଧ୍ୟ ବିଭାଜନ ହୋଇଥିଲା ଯେତେବେଳେ କି ମୁସଲମାନ ବହୁଳ ପୂର୍ବ ବଙ୍ଗ ପାକିସ୍ତାନରେ ମିଶିଥିଲା, ତା ସହିତ ଅଣ ମୁସଲମାନ ବହୁଳ ପଶ୍ଚିମ ବଙ୍ଗ ଭାରତରେ ରହିଲା, ଯୋଉଟାକୁ ଆମେ ୱେଷ୍ଟ ବେଙ୍ଗଲ ଏବେ କହୁଛନ୍ତି। ମୁସଲମାନ ବହୁଳ ପଶ୍ଚିମ ପଞ୍ଜାବ
ପାକିସ୍ତାନରେ ମିଶିବା ଆଉ ଅଣ ମୁସଲମାନ ବହୁଳ ପୂର୍ବ ପଞ୍ଜାବ ଭାରତରେ ରହିବ। ତାପରେ କଣ ହେଲା ନା ତାପରେ ସାର୍ ସିରିଲ ରେଡକ୍ଲିଫଙ୍କ ଅଧ୍ୟକ୍ଷତାରେ ଗଠିତ ସୀମା ନିର୍ଦ୍ଧାରଣ କମିଶନ ଦୁଇ ଦେଶର ସୀମା ନିର୍ଦ୍ଧାରଣ କରିବେ। फोर्थ पॉइंट तांकर थिला देशीय राज्य गुड़िक भारत किंबा पाकिस्तान मिसिबा पई किंबा स्वाधीन रहिबा पई निष्पत्ति नेबारे स्वाधीनता दियाजिबो। फिफ्थ थिला भारतर संविधान प्रणयन सभा चालू रहिबो एवं पाकिस्तान एक भिन्न संविधान प्रणयन सभा गठित हेबो। ब्रिटिश पार्लियामेंट क्षमता हस्तांतर करिबा पई 1947 अगस्त 15 रु एक आईन पास करिबो। ଜାତୀୟ କଂଗ୍ରେସ ଭାରତର ଅଖଣ୍ଡତା ବଜାୟ ରଖିବା ପାଇଁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେଲେ ଏବଂ ମାଉଣ୍ଟ ବ୍ୟାଟେନଙ୍କ ଯୋଜନାକୁ ଗ୍ରହଣ କରିବା ବ୍ୟତୀତ ଅନ୍ୟ କିଛି ଉପାୟ ନଥିଲା। ମୁସଲିମ ଲିଗ ପାକିସ୍ତାନ ପାଇଁ 2/3 ଅଞ୍ଚଳ ଦାବି କରୁଥିଲା। ଏହା କଂଗ୍ରେସ ଗ୍ରହଣ କଲାନି କାରଣ ପାକିସ୍ତାନର ଗଠନ ପରେ ମଧ୍ୟ ଭାରତର ମୁସଲିମ ଜନସଂଖ୍ୟା ପାକିସ୍ତାନର ମୁସଲିମ ଜନସଂଖ୍ୟା ଠାରୁ ଅଧିକ ହେଉଥିଲା। ଯେଉଁ ଅଞ୍ଚଳରେ ମୁସଲିମ ଲିଗର ପ୍ରାଧାନ୍ୟ ରହିଥିଲା କେବଳ ସେହି ଅଞ୍ଚଳ ଗୁଡ଼ିକ ଭାଗ କରିବା ପାଇଁ କଂଗ୍ରେସ ରାଜି ହେଲା। ସେହି ଆଧାରରେ ପଞ୍ଜାବ, ବଙ୍ଗ ଓ ଆସାମର ବିଭାଜନ ହେଲା। ଏକ କ୍ଷୁଦ୍ର ଓ ସଂକୁଚିତ ପାକିସ୍ତାନ ବ୍ୟବସ୍ଥା ଦେଖି ଜିନ୍ନା ଅତ୍ୟନ୍ତ ମର୍ମାହତ ଓ କ୍ଷୁବ୍ଧ ହୋଇଥିଲେ ସୁଦ୍ଧା ଅନ୍ୟ ଉପାୟ ନ ପାଇ ଏହି ଯୋଜନାକୁ ଗ୍ରହଣ କରିଥିଲେ। ହେଲା ଭାରତ ସ୍ୱାଧୀନତା ଆଇନ। ଭାରତୀୟ ନେତାମାନେ ମାଉଣ୍ଟବ୍ୟାଟେନଙ୍କ ଯୋଜନାକୁ ଗ୍ରହଣ କରିବା ପରେ ବ୍ରିଟିଶ ସରକାର ଏହାକୁ ଭିତ୍ତି କରି ଭାରତର ସ୍ୱାଧୀନତା ନିମନ୍ତେ ଏକ ଆଇନ ପ୍ରସ୍ତୁତ କଲେ। 1947 ଜୁଲାଇ 18ରେ ଏହା ଭାରତ ସ୍ୱାଧୀନତା ଆଇନ 1947 ଭାବରେ ବ୍ରିଟିଶ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କଲା। ଉକ୍ତ ଆଇନ ଅନୁସାରେ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ୱାଧୀନ ରାଷ୍ଟ୍ର ଗଠିତ ହୋଇ 1947 ଅଗଷ୍ଟ 15 ତାରିଖ ଦିନ କ୍ଷମତା ହସ୍ତାନ୍ତର ନିମନ୍ତେ ନିଷ୍ପତ୍ତି ନିଆଗଲା। ଦେଶୀୟ ରାଜାମାନେ ଇଚ୍ଛା ଅନୁସାରେ ଭାରତ କିମ୍ବା ପାକିସ୍ତାନ ସହିତ ଯୋଗ ଦେବାର ସ୍ୱାଧୀନତା ପାଇଲେ ଓ 1947 ଅଗଷ୍ଟ 15ରୁ ଇଂଲଣ୍ଡ ସହିତ ସେମାନଙ୍କର ସମସ୍ତ ଚୁକ୍ତିର ବିଲୋପ ଘଟିଲା। ନିଜର ସମ୍ବିଧାନ ପ୍ରଣୀତ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦେଶର ସମ୍ବିଧାନ ପ୍ରଣୟ ସଭାକୁ ବିଧାୟକ ସଭାର କ୍ଷମତା ଦିଆଗଲା ଏବଂ ଉଭୟ ଦେଶ ଭାରତ ଶାସନ ଆଇନ 1935 ଅନୁଯାୟୀ ଶାସନ କଲେ। ଇଂଲଣ୍ଡ ଭାରତର ସଚିବ ପଦ ଉଚ୍ଛେଦ କରାଗଲା। ବିଭାଜନ ଓ ସ୍ୱାଧୀନତା ପରେ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ଲର୍ଡ ଲୁଇ ମାଉଣ୍ଟବ୍ୟାଟନ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜବାହରଲାଲ ନେହେରୁ ଏବଂ ପାକିସ୍ତାନ ପ୍ରଥମ ଗଭର୍ଣ୍ଣର ଜେନେରାଲ ଭାବେ ମହମ୍ମଦ ଅଲି ଜିନ୍ନା ଓ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିଆକତ ଅଲି ଖାନ ଶପଥ ଗ୍ରହଣ କଲେ। ଏଟା ମନେ ରଖିବା ଦରକାର। ତ ମୁଁ ଏଗୁଡିକୁ अंडरलाइन କରିଦଉଛି। ଏଗୁଡିକ 1 ମାର୍କ क्वेश्चंस ଆସିବ। ସ୍ୱାଧୀନତାର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱାଧୀନ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପରାମର୍ଶ ଓ ଦକ୍ଷ ନେତୃତ୍ୱ ଯୋଗୁଁ ଅଧିକାଂଶ ଦେଶୀୟ ରାଜ୍ୟ ଭାରତ ସହିତ ଯୋଗ ଦେଇଥିଲେ। 1947 ମସିହା ଅଗଷ୍ଟ 14 ତାରିଖ ବିଳମ୍ବିତ ରାତିରେ ଜବାହରଲାଲ ନେହେରୁ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ସ୍ୱାଧୀନ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ। 1947 ମସିହା ଅଗଷ୍ଟ 15 ତାରିଖରେ ଭାରତ ତାର ପ୍ରଥମ ସ୍ୱାଧୀନତା ଦିବସ ବିପୁଳ ଉତ୍ସାହରେ ପାଳନ କଲା। ବହୁ କାଳ ଧରି ଦେଶଭକ୍ତମାନେ ଯେଉଁଭଳି ଅସୀମ ତ୍ୟାଗ ସ୍ୱୀକାର କରିଥିଲେ, ଅଗଣିତ ଶହୀଦ ଦେଶ ପାଇଁ ଯେ ଅମାପ ଲହୁ ଲୁହ ଦେଇଥିଲେ ତାହା ସୁଫଳ ମିଳିଲା ଏବଂ ସେମାନଙ୍କର ସ୍ୱପ୍ନ ସାକାର ହେଲା। या पर या नेक्स्ट वीडियो रे हमें क्वेश्चन आंसर डिस्कस करिबा। जदि एई चैप्टर रे किछि डाउट अछि, किछि क्वेश्चन अछि, को जगह रे बुझी हला नै मते कमेंट रे जणेबो, रिप्लाई करि दबा। आ जदि भलो लागिला बुझी हला तले वीडियो टिके लाइक कर दियो, वीडियो को अन्य सहित शेयर करो। चैनल जो मैंने वीडियो देखुछन ए पर्यंत सब्सक्राइब करिना चैनल को प्लीज सब्सक्राइब करी बेल आइकन प्रेस करी ऑल नोटिफिकेशन को ऑन रखिता। वीडियो अपलोड नोटिफिकेशन पहुंचीबो, आमे मिसे की पढ़ी परिबा, बुझी परिबा एवं जानि परिबा। ताहाले देखा बागे वीडियो रे। भलरे रुह, सुस्थ रे रुह, मते अनुमति दियो। बाय बाय।